आपण माने भड़ा घरे रहुचंती कि ताहाले सरकारଙ୍କ तरफରୁ आसीगला ଏହି ନିୟମ ଗୁଡ଼ିକ। ଯଦି ଆପଣମାନେ ଆଜିକା ଡେଟ୍ରେ ଏହି ନିୟମ ଗୁଡ଼ିକ ବିଷୟରେ ବୁଝିବେନି ଜାଣିବେନି ତାହେଲେ ଅନେକ ସାରା ଅସୁବିଧାରେ ମଧ୍ୟ ସମ୍ମୁଖୀନ ହୋଇପାରନ୍ତି। ଭଡ଼ା ଘରେ ରହୁଥିବା ଲୋକମାନଙ୍କ ପାଇଁ କେଉଁ ନିୟମ ଗୁଡ଼ିକ ଲାଗୁ କରାଯାଇଛି, କ'ଣ କ'ଣ ନିୟମ ଗୁଡ଼ିକ ରହିଛି, ଏହି ନିୟମ ଗୁଡ଼ିକ ଦ୍ୱାରା ଆପଣମାନଙ୍କର ଲାଭ ହେବ ନା କ୍ଷତି ହେବ, କ'ଣ ସବୁ ଅଧିକାର ରହିଛି ଆପଣମାନଙ୍କ ପାଇଁ ଏହି ନିୟମ ଗୁଡ଼ିକରେ, ଆପଣମାନଙ୍କୁ କ'ଣ ସବୁ ସୁବିଧା ମିଳିବ, ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ପୁରା ନିୟମ ବିଷୟରେ ଜାଣିପାରିବେ। ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭାରତର ପ୍ରତ୍ୟେକ ନାଗରିକ ଜାଣିବା ଏହା ଉଚିତ ଯେ 2026 ମସିହାର ପ୍ରଚଳିତ ନିୟମ ଓ ମଡେଲ ଟେନେନ୍ସି ଆକ୍ଟର ଢାଞ୍ଚା ଅନୁଯାୟୀ ଓଡ଼ିଶାରେ ଘର ଭଡ଼ା ନେବା କିମ୍ବା ଦେବା ସମ୍ବନ୍ଧୀୟ ନିୟମ ଗୁଡ଼ିକ ଏବେ ଅଧିକ ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ ହୋଇଛି। କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରତ୍ୟେକ ଲୋକମାନେ ଧ୍ୟାନ ଦେବା ଉଚିତ। ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ ଆପଣଙ୍କର ମୋବାଇଲ ସ୍କ୍ରିନ୍ ଉପରେ ଯେଉଁ ଖବରଟି ରହିଛି ଥରେ ନଜର ପକାଇବା ପାଇଁ କହିବି। ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର, ବଦଳିବ 59 ବର୍ଷର ପୁରୁଣା ଆଇନ। ଦେଖନ୍ତୁ, ମୌଖିକ ନୁହଁ ଲିଖିତ ଚୁକ୍ତିରେ ହେବ ଘର ଭଡ଼ା। ଲିଖିତ ଘର ଭଡ଼ା ଚୁକ୍ତି ହେବ ବାଧ୍ୟତାମୂଳକ। ଚୁକ୍ତିନାମା ସ୍ୱାକ୍ଷର ପରେ 2 ମାସ ମଧ୍ୟରେ ଥାନାରେ ପଞ୍ଜୀକରଣ। ବର୍ତ୍ତମାନ ଯେଉଁମାନେ ଭଡ଼ା ଘରେ ରହୁଛନ୍ତି ସେମାନଙ୍କ ପାଇଁ ନୂଆ ଆଇନ ଆସିଛି। ତ ଏହି ନୂଆ ଆଇନ ଅନୁସାରେ କଡ଼ାକଡ଼ି ବ୍ୟବସ୍ଥା ସହିତ ଘର ଭଡ଼ା ରହୁଥିବା ଲୋକମାନଙ୍କ ପାଇଁ ଅନେକ ସାରା ସୁବିଧା ମଧ୍ୟ ରହିଛି। ତ ପ୍ରଥମ ନିୟମ ଉପରେ ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁବି। ପ୍ରଥମ ନିୟମଟି ରହିଛି ଆପଣମାନଙ୍କର ଲିଖିତ ଚୁକ୍ତି। ଲିଖିତ ଚୁକ୍ତି କହିବାକୁ ଗଲେ ମୌଖିକ ଭଡ଼ା ଚୁକ୍ତି ଏବେ ଆଉ ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହଁ। ଉଭୟ ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ଏକ ଲିଖିତ ଚୁକ୍ତିପତ୍ର ରହିବା ବାଧ୍ୟତାମୂଳକ ହେବ। ଦେଖନ୍ତୁ, ଆଗରୁ ମୌଖିକ ଭାବରେ ଘର ମାଲିକମାନେ ଯେଉଁମାନେ ଭଡ଼ାରେ ରହିବେ ସେମାନଙ୍କୁ ଯାହା ବି ତାଙ୍କର କଣ୍ଡିସନ୍ ରହିଛି ଜଣାଇ ଦେଉଥିଲେ। ଏବେ ସରକାରଙ୍କ ତରଫରୁ ଯେଉଁ ନିୟମ ରହିଛି ସେଇ ନିୟମ ଅନୁସାରେ ଘର ମାଲିକମାନେ ଆପଣମାନଙ୍କୁ ଜଣାଇବେ। ତାହା ପୁଣି ମୌଖିକ ଭାବରେ ଜଣାଇବେନି, ଚୁକ୍ତିନାମା ହିସାବରେ ଆପଣମାନଙ୍କର ଯେଉଁ ନିୟମ ଗୁଡ଼ିକ ରହିଛି ସେ ନିୟମ ଅନୁସାରେ ଆପଣମାନଙ୍କୁ ଚୁକ୍ତିନାମା କରିବା ପାଇଁ ପଡ଼ିବ। ତ ଡିଟେଲ୍ସ ମୁଁ ଆପଣମାନଙ୍କୁ ଜଣାଇ ଦେଉଛି। ଯଦି ଚୁକ୍ତିନାମା 12 ମାସରୁ ଅଧିକ ସମୟ ପାଇଁ ହୋଇଥାଏ ତେବେ ଏହାର ପଞ୍ଜୀକରଣ ସବ୍ ରେଜିଷ୍ଟ୍ରାର ଅଫିସରେ କରିବା ଆବଶ୍ୟକ। 11 ମାସିଆ ଚୁକ୍ତିନାମା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଆଇନଗତ ସୁରକ୍ଷା ପାଇଁ ଏହା କରିବା ଉଚିତ। ତାପରେ ଆପଣମାନଙ୍କର ଷ୍ଟାମ୍ପ ଡ୍ୟୁଟି। ଷ୍ଟାମ୍ପ ଡ୍ୟୁଟି କହିଲେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ମୂଲ୍ୟର ଇ ଷ୍ଟାମ୍ପ ପେପର ବ୍ୟବହାର କରିବା ଆବଶ୍ୟକ। ଯେତେବେଳେ ଆପଣମାନେ ଘର ଭଡ଼ା ନେଉଛନ୍ତି ଆପଣମାନଙ୍କୁ ସିକ୍ୟୁରିଟି ଡିପୋଜିଟ୍ କରିବା ପାଇଁ ପଡ଼ୁଛି, ଅର୍ଥାତ୍ ସୁରକ୍ଷା ଜମା କରିବା ପାଇଁ ପଡ଼ୁଛି। ଏହି ସୁରକ୍ଷା ଜମାକୁ ନେଇ ନିୟମ ମଧ୍ୟ ରହିଛି। ନୂଆ ନିୟମ ଅନୁଯାୟୀ ଘର ମାଲିକ ଭଡ଼ାଟିଆଙ୍କ ଠାରୁ ଅଧିକ ଆଡ଼ଭାନ୍ସ ବା ସିକ୍ୟୁରିଟି ଡିପୋଜିଟ୍ ନେଇପାରିବେ ନାହିଁ। ପୂର୍ବରୁ କ'ଣ ହେଉଥିଲା ନା, ଯେଉଁ ଘର ମାଲିକମାନେ ମୌଖିକ ଭାବରେ ଆପଣମାନଙ୍କୁ ଜଣାଇ ଦେଉଥିଲେ, ସୁରକ୍ଷା ଜମା ହିସାବରେ ଅନେକ ସାରା ଟଙ୍କା ଆପଣମାନଙ୍କୁ ଡିମାଣ୍ଡ କରୁଥିଲେ। ଆଉ ସେଇ ଟଙ୍କା କିଛି ଲୋକ ଦେଇପାରୁଥିଲେ, କିଛି ଲୋକ ଦେଇପାରୁନଥିଲେ। କିନ୍ତୁ ଏବେ ସରକାରଙ୍କ ତରଫରୁ ନିୟମ ଅନୁସାରେ ଘର ମାଲିକମାନେ ଆପଣମାନଙ୍କୁ ଅଧିକ ଆଡ଼ଭାନ୍ସ ଅର୍ଥାତ୍ ସିକ୍ୟୁରିଟି ଡିପୋଜିଟ୍ ଆପଣମାନଙ୍କ ପାଖରୁ ନେଇପାରିବେନି। ଯାହା ନିୟମ ରହିଛି ସେଇ ନିୟମ ଅନୁସାରେ ଆପଣମାନଙ୍କୁ ସିକ୍ୟୁରିଟି ଡିପୋଜିଟ୍ ଦେବା ପାଇଁ ପଡ଼ିବ। ଆଉ ଯେଉଁମାନେ ଭଡ଼ାଟିଆ ରହୁଛନ୍ତି ସେମାନଙ୍କ ପାଇଁ ଟେନସନ୍ ମଧ୍ୟ ଦୂର ହୋଇଯିବ। ଅଧିକ ସିକ୍ୟୁରିଟି ଡିପୋଜିଟ୍ ଦେବା ପାଇଁ ପଡ଼ିବନି। ବହୁତ ବଢ଼ିଆ ନିୟମ ସରକାର କରିଛନ୍ତି। ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ ଯେ ଆମେ ସିକ୍ୟୁରିଟି ଡିପୋଜିଟ୍ କେତେ ଟଙ୍କା ଦେବା, ତ କ'ଣ ରହିଛି ନିୟମ। ତ ଆସନ୍ତୁ ଡିଟେଲ୍ସ ମୁଁ ଆପଣମାନଙ୍କୁ ଜଣାଇ ଦେଉଛି। ଆବାସିକ ଘର ପାଇଁ ଏହି ରାଶି ସର୍ବାଧିକ 2 ମାସର ଭଡ଼ା ସହ ସମାନ ହେବା ଉଚିତ। ଉଦାହରଣ ସ୍ୱରୂପ ଆପଣମାନେ ଗୋଟେ ଘର ଭଡ଼ା ନେଲେ, ଯେଉଁ ଘର ଭଡ଼ାର ଦାମ ହେଉଛି 3000 ଟଙ୍କା। ତ 3000 ଟଙ୍କା ଅନୁସାରେ ଆପଣମାନେ ସର୍ବାଧିକ କେତେ ମାସର ସିକ୍ୟୁରିଟି ଡିପୋଜିଟ୍ ଦେଇପାରିବେ? 2 ମାସର ଆପଣମାନେ ସିକ୍ୟୁରିଟି ଡିପୋଜିଟ୍ ଦେଇପାରିବେ
अर्थात आपण मानकर सुरक्षा जमा 6000 टंका आपण सर्वाधिक दे पारिबे ताठारु अधिक आपण माने देबे नाही जहा नियम रही सरकार तरफ घर मालिक माने आपण मानक ठारू अधिक सिक्यूरीटी डिपोजिट नहीं पारिबे नहीं जहा नियम रही सरकार तरफ तापरे आ गोटे गुरुत्वपूर्ण कथा हला घर खाली करबा समय रे बकिया थिले ताहा काटी बाकी टंका फेरस्त करबा मालिकंक दायित्व। तो देखंतु जदि आपण माने घर भड़ा बाकी रखिचंती घर छाड़िबा समय रे आपण मानकर सेई सिक्यूरीटी डिपोजिट टंका रु काटिकी आपण मानकु मालिक फेरस्त करिवो बाकी टंका। भड़ा टंका मन इच्छा मालिक माने बढ़ई पारिबे नाही। भड़ा वृद्धि को नहीं मध्य नियम रही। कौन नियम रही? मालिक चाहिए मन इच्छा भड़ा बढ़ई पारिबे नाही। भड़ा वृद्धि बेले चुक्तिनामारे उल्लेख थिबा शर्त अनुजाई एवं वर्षकु थरे होई पारिबो। भड़ा बढ़ई पारिबे मालिक माने वर्षकु थरे जहा नियम अनुसार उल्लेख रही। तापरे आउ गोटे गुरुत्वपूर्ण कथा रही घर छाड़िबा पई हठात मालिक माने आपण मानकु कहि पारिबे नाही। एहाकु नै मध्य नियम रही। जो नियमटी रही नोटिस पीरियड। नोटिस पीरियड कहिबा गले घर छाड़िबा किंबा खाली करिबा पई उभय पक्ष को अति कम रे 1 रु 2 मासर चुक्ति अनुसार पूर्व नोटिस देवा आवश्यक। जदि आपण माने भड़ा घरे रहउचंती भड़ा घर छाड़िबा पूर्वरु मालिक मानकु आपण माने 1 मास किंबा 2 मास पूर्वरु जणै पारिबे। मालिक जदि आपण मानकु घर छाड़िबा पई कहबो से मध्य आपण मानकु मासे किंबा 2 मास पूर्वरु आपण मानकु जणैबो अर्थात नोटिस आपण मानकु प्रदान करिवे। जेतेबेले आपण माने भड़ा घरे रहिबे चुक्तिनामा करिबा पई जम्मा भी भूलिबेनी ए सब मेंशन रहिबा निहाती जरूरी। तापर नियमटी आपण मानकर घर मरामती रक्षणाबेक्षण नियम। मालिकंक दायित्व रही घरर मूल संरचना जेमितिका आपण मानकर पाइपलाइन तापरे पाइखिना विद्युत ए समस्या जदि उपजिला प्राकृतिक कारणरू मालिकंक दायित्व से समस्या गुड़िक को ठीक करबा पाई। ता सहित भड़ाटियांक मध्य दायित्व रही दैनंदिन रक्षणाबेक्षण छोट मोट मरामती एवं बिजुली पानी बिल पैठ करबा भड़ाटियांक दायित्व। तापरे नियमटी रही विवाद समाधान। विवाद समाधान कहबा गले जदि घर मालिक और भड़ाटियांक मध्य कौनसी विवाद हुए तेबे एहाकु स्थानीय रेंट अथॉरिटी किंबा ट्रिब्यूनल माध्यम रे समाधान करने को सरकारी व्यवस्था रही। देखंतु तो घर मालिक एवं भड़ाटियांक मध्य जदि झगड़ा झांटी हुए कि कौनसी समस्या उपजे यही समाधान करबा पई आपण मानकर रेंट अथॉरिटी रही। स्थानीय रेंट अथॉरिटी माध्यम रे आपण माने समाधान करि परिबे नचेत आपण माने ट्रिब्यूनल माध्यम रे सरकारी व्यवस्था रही। सही व्यवस्था अनुसार आपण मध्य समाधान करि परिबे।